ତେଣୁ ବିଶେଷ ଭାବରେ କୁଆପଡ଼ା ନିର୍ବାଚନ ପରେ ବେଳେ ଯେଉଁ ଗୋଟେ କୁହାହେଲା ଯେ ଗୋଟେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟଙ୍କର ଆବଶ୍ୟକତା ନାହିଁ, ତାଙ୍କୁ ବୋଧେ ସେଇଟା ବେଶ ବାଧିଲା। ସେଇଟାକୁ ଆମମାନ ସମସ୍ତେ ସେଥିପାଇଁ ଦାୟୀ, ତାକୁ ଉପଶମ କରିବାର ଥିଲା। ତା ନକରି ସିଏ ପୁରା ଚିଠି ଫିଠି ଲେଖିଲେ, ହାଇକମାଣ୍ଡକୁ ମଧ୍ୟ ସେଠି ଆକ୍ଷେପ କରିଛନ୍ତି। ହଁ ଠିକ୍, ସେ ଯୋଉ ସତ କଥା ତା ଭିତରେ କିଛି ଥାଇପାରେ। ତାକୁ କିପରି ଭାବରେ ଅଶାନ୍ତିକୁ ଦୂର କରିବା ଥିଲା ପ୍ରଥମ କର୍ତ୍ତବ୍ୟ। ଆସଚ ଆମେ ବର୍ତ୍ତମାନ ଦୁର୍ବଳରେ ଅଛୁ, ଏ ଦୁର୍ବଳତାକୁ ସବଳତା କରିବା ପାଇଁ ଆମମାନଙ୍କର ସମସ୍ତ ଉଦ୍ୟମ ହେବା ଦରକାର।